ବରାଳ, ବୟସ 50 ବର୍ଷ। କ'ଣ ଆପଣଙ୍କର ଆଜି ଅଭିଯୋଗ ଅଛି? ଆଜ୍ଞା ଅଭିଯୋଗ ଏଠି ଦୀର୍ଘ 16 ବର୍ଷ ଧରି ଏଠି ଗୋଟେ ବେଆଇନ କରତକଳ ଆଜ୍ଞା ଚାଲିଛି। ଏହାଦ୍ୱାରା ଆଜ୍ଞା ଏଠି ଛୁଆମାନେ ପାଠ ପଢ଼ି ପାରୁନାହାନ୍ତି। ଏଠି ଦେବାଳୟ ମନ୍ଦିର ସବୁ ଅଛି, ଆଉ ବିଶେଷ କରି ପିଲାମାନଙ୍କର ପାଠ ପଢ଼ାରେ ବହୁତ ବାଧା ସୃଷ୍ଟି ହେଉଛି। ବୁଢ଼ା ଲୋକମାନେ ପିତୃ ଲୋକମାନେ ରହିପାରୁନାହାନ୍ତି। ଏହା କାଠଗୁଣ୍ଡ ଗୁଡ଼ିକ ଏଠି ପ୍ରଦୂଷଣ ହେଉଛି ଆଜ୍ଞା। ଏ ବାବଦରେ ଆଜ୍ଞା ଆମେ ଫରେଷ୍ଟର, DFO, ରେଞ୍ଜର, ବନ ଅଧିକାରୀ, ଇଭିନ୍ ମାନେ ମାନ୍ୟବର ଯେ ଅଛନ୍ତି ମନ୍ତ୍ରୀ ଜଙ୍ଗଲ ବିଭାଗର, ତାଙ୍କୁ ମଧ୍ୟ ଜଣେଇଛୁ। ଆଉ ପୂର୍ବତନ ମନ୍ତ୍ରୀ ଆମ ନବୀନ ବାବୁଙ୍କୁ ବି ଜଣେଇଥିଲୁ, କିନ୍ତୁ କୌଣସି କେହି ଆକ୍ସନ୍ ନେଉନାହାନ୍ତି। ଦୁଃଖର ବିଷୟ ଯେ ଡାଇରେକ୍ଟର ଯିଏ ଆମର ବନ ଅଧିକାରୀ, ଯିଏ ଆମର ଜଙ୍ଗଲ ସୁରକ୍ଷା ଦାୟିତ୍ୱ ତାଙ୍କୁ ସରକାର ଦେଇଛନ୍ତି, ସେ କେମିତି ସୁଚାରୁ ରୂପେ ତୁଲାଉଛନ୍ତି ଆଜ୍ଞା। ଏଇ ନରସିଂହପୁର ବଡ଼େଇ ସାହିରେ ଆପଣମାନେ କଳଟା କ'ଣ ସରକାରୀ ସ୍ୱୀକୃତି ପ୍ରାପ୍ତ ନା ବେଆଇନ ଭାବେ ଚାଲିଛି ଆଜ୍ଞା? କେତେ ବର୍ଷ ହେଲାଣି? ଏହା 16 ବର୍ଷ ଧରି ଚାଲିଛି। ଆଚ୍ଛା, ଇଲେକ୍ଟ୍ରିର କ'ଣ ସବୁ ବ୍ୟବସ୍ଥା କରାଯାଇଛି? କେଉଁ ବାବଦରେ ଇଲେକ୍ଟ୍ରି ଦିଆଯାଇଛି, କାମ ଚାଲୁଛି? ଇଲେକ୍ଟ୍ରି ଚାଲିଛି, 100 ମିଲ୍ ପାଇଁ ଇଲେକ୍ଟ୍ରି ଟଣା ହେଇଛି, କିନ୍ତୁ ରାଇସ୍ ମିଲ୍ ଚାଲିବାର ନାହିଁ, 100 ମିଲ୍ ଚାଲିଛି ଆଜ୍ଞା। ଆଚ୍ଛା, ଏ ବାବଦରେ କିଛି ତଦନ୍ତ ପରିସରଭୁକ୍ତ ହେଲାଣି କି ମିଲ୍ଟା? ତଦନ୍ତ ଆଜ୍ଞା ମୁଁ ବାରମ୍ବାର ଆମେ ଜଣେଇଛୁ ଆଜ୍ଞା, ଉପରୋକ୍ତ ଅଫିସରମାନଙ୍କୁ ଜଣେଇଛୁ, କଲେକ୍ଟରକୁ ଜଣେଇଛୁ ଆଜ୍ଞା, କେହି ଆକ୍ସନ୍ ନେଉନାହାନ୍ତି। ଏଣୁ ଦୁଃଖର ବିଷୟ, ରାଜତନ୍ତ୍ର ଶାସନରେ ଏଭଳି ଯେଉଁ ଅବସ୍ଥା ଅତି ଲଜ୍ଜାର ବିଷୟ। ଆଜି ଡବଲ ଇଞ୍ଜିନ୍ ସରକାର ଆମର ବିଜେପି ସରକାର ଚଳାଇଛନ୍ତି। ସେ ଯେଉଁ ଆରମ୍ଭରୁ କହିଥିଲେ ଆମେ ଦୁର୍ନୀତି ମୁକ୍ତ କରିବୁ, କିନ୍ତୁ ଦୁଃଖର ବିଷୟ ଦୁର୍ନୀତି ମୁକ୍ତ କ'ଣ କରିବେ? ମାନ୍ୟବର ମୁଖ୍ୟମନ୍ତ୍ରୀ ଗଛଟିଏ ଲଗାଇବା ପାଇଁ ଆହ୍ୱାନ ଦେଉଥିବା ବେଳେ ରାତି ପାଇଲେ ଶହ ଶହ ଗଛ ଆଜ୍ଞା କଟା ହେଉଛି। ସରକାରଙ୍କୁ ଆପଣ କ'ଣ କହିବେ? ସରକାରକୁ ମୁଁ ଏତିକି କହିବି ଆଜ୍ଞା, ଆମର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ମୁଁ ଅନୁରୋଧ କରିବି ଆଜ୍ଞା, ଆମେ ଗରିବ ଲୋକ ଆଜ୍ଞା, ଏଇ ଲୋକଟି ଏଇ ଯେଉଁ ବ୍ୟବସ୍ଥା କରିଛି, ଦୀର୍ଘ ଦିନ ଧରି ଚଲେଇଛି କାଠ ମିଲ୍, ଏଠି ଦାମୀ ଦାମୀ କାଠ ତଥା ଶାଗୁଆନୀ, ଶାଳୁଆ, ଆମ୍ବ, ପଣସ ଇତ୍ୟାଦି ଡେଲି 2-3 ଟ୍ରିପ୍ କାଠ ଆଜ୍ଞା ଚିରା ହେଉଛି। ଏଣୁ ଇଏକୁ ଉଚିତ ଦଣ୍ଡ ଦିଆଯାଉ ଏବଂ DFO, ଡାଇରେକ୍ଟର, ଯେଉଁମାନେ ଅଧିକାରୀ ଅଛନ୍ତି, ରେଞ୍ଜର, ତାଙ୍କୁ ଉପରୋକ୍ତ ଦଣ୍ଡ ମିଳୁ ଏବଂ ଘର ବିଜନେସ୍ ଚଢ଼ଉ କରାଯାଉ। ବିଶେଷ କରି ମୁଁ କହିବି ଗୋଟିଏ କଥା, ଏ ମିଲ୍ଟା କାହାର ଆଜ୍ଞା? ଏଇଟା ହେଉଛି ମାନସ ରଞ୍ଜନ ବରାଳ, ପିତବାସ ବରାଳ, ସାର୍ଥକ ରଞ୍ଜନ ବରାଳ, ଏ 3 ଜଣ। ତାଙ୍କର ପୂର୍ବ ନାଁ ଯଦି ଆଡ୍ରେସ୍ ଚେଞ୍ଜ କରି ଆଜ୍ଞା ଏଠି ନରସିଂହପୁର ବଡ଼େଇସାହିରେ ରହିଛି। ପ୍ରପର ଘର ହେଉଛି ତା'ର ବାଗିଡ଼ିଆ ଛିଞ୍ଜିପଦା, ଜିଲ୍ଲା ଅନୁଗୁଳ। ସିଏ ଆଜ୍ଞା ସେଠି ଫରେଷ୍ଟରେ ଥିଲା। ତା ନାଁ ହେଉଛି ପିତବାସ ଗଡ଼ନାୟକ, ପିତା ହେଉଛି ପାଣ୍ଡବ ଗଡ଼ନାୟକ, ଗ୍ରାମ ହେଉଛି ପୋଡ଼ପଡ଼ା ଏବଂ ଜିଲ୍ଲା ଅନୁଗୁଳ, ଛିଞ୍ଜିପଦା। ଆପଣ ସୋସିଆଲ ମିଡ଼ିଆ ମାଧ୍ୟମରେ ଆଜି ଆସିଲେ ଆଜ୍ଞା, କ'ଣ ଯେଉଁମାନେ ଅଛନ୍ତି ଅଧିକାରୀ, ଯେଉଁମାନେ ଅଛନ୍ତି ସେମାନଙ୍କ ପାଇଁ କ'ଣ କହିବେ? ମୋର କହିବା କଥା ସାର୍, ଏମାନେ ଯେଉଁମାନେ ଗୁରୁ ଦାୟିତ୍ୱ ସରକାର ଦେଇଛନ୍ତି, ଏମାନେ କିଭଳି ଏଭଳି ରକ୍ଷକ ହେଇକି ଭକ୍ଷକ ସାଜିବେ? ସାଧାରଣ ଲୋକ ନ୍ୟାୟ ପାଇବେ କେମିତି? এই বিশেষ করে দুঃখর বিষয় কৌছে আজ্ঞা সিভিল সুট আজ্ঞা আমি ধরি 16 বর্ষ ধরে চালিছি। এই অবসরে আজ্ঞা সুট থেলাবেলে কেস চালଥିବା অবস্থায় এই জঙ্গল লাঠিয়া আমার 4 ডিসিম জমি জবরদখল করে রেজিস্ট্রি করে নিয়েছি। মোর কহিয়া কথা আজ্ঞা পরিচয়টা দেবে। পরিচয়টা লিটু। লিটু কোণ? লিটু মহারাଣା। ঘর? ঘর নছি। কোণ আপনার অভিযোগ গোটে মিল উপরে অছি, কোণ কইবে? অভিযোগ কোণ মিলরে তো এই মানে সাউন্ড ভাই যে হচ্ছে লোক ইয়ে হয়ে পারনাহাନ୍ତି, ঘর পাখ লোক রহি পারনাহাନ୍ତି। আগুরু কোটি আপন অভিযোগ করিছেন্তি যে মিল উপরে কিছু ব্যবস্থা করিয়া পই? আগে সে ঘর পাখ লোক সে অভিযোগ করছেন। কো কো ডিপার্টমেন্ট অভিযোগ হইছি বলি আপন? থানা সে থানারে ইয়ে আম কলেক্টর অফিস। সে অভিযোগ আধারে কিছু তদন্ত হইছি কি? নাই তদন্ত কিছু। কো কো কাঠ সব এটি ব্যবসায় করা যাଉଛି? কাঠ তো সব কাঠ বিভিন্ন প্রকার কাঠ সব মূল্যবান কাঠ আসুচি। আজ্ঞা এই যে মিলটা বর্তমান চালিছি আর ইলেকট্রিক কোণ কেমতি ব্যবস্থার আছে? ইলেকট্রিসিটি মিল পে ইলেকট্রিক ভিড়া হয়েছি না অলগা কিছু ব্যবস্থা আছে? অলগা কোন ব্যবস্থা করি চলাউছি। আজ্ঞা আপন মানকর কোণ অসুবিধা হচ্ছে বর্তমানে? লোক তো ভাই যে ভাই রহিপার নাই। আজ্ঞা সেটু তা সাথে সহযোগ করবি না? এই বাবদরে কোণ কইবে? সরকারଙ୍କୁ কোণ কহিবে আপন যে মিল বাবদরে? মূল্যবান ଅଛି ଗଛ କଟା କ'ଣ ବନ୍ଦ ରହୁ, ଗଛ କଟା ସବୁ ଗୋଟା ଆମେ ବାର୍ତ୍ତା ଦେବୁ, ଗଛ କଟା ବନ୍ଦ ରହୁ।
ଆଜ୍ଞା ପରିଚୟଟା ଦେବେ। ଗଦାଧର ବେହେରା ଘର ବଢ଼େଇ ସେ ଗଛ। ଆଜ୍ଞା କ'ଣ ଆପଣଙ୍କର ଅଭିଯୋଗ ଅଛି ଆଜି? ଅଭିଯୋଗ ତ ଏଇ ମିଲ୍ ସକାଶେ ବହୁତ ରିଫେକ୍ଟ ଦେଖାଉଛି, ସେଟା ଗୁଣ୍ଡ ଫୁଣ୍ଡ ଉଡ଼ିକିରି ପିଲା ପାଠ ପଢ଼ି ପାରୁନାହାନ୍ତି, ଆଉ ସାବନ କାଠ ଟ୍ରିପ୍ ଚିରା ହେଉଛି। ମାନେ ମିଲ୍ ଯୋଗୁଁ ଶିକ୍ଷା କ୍ଷେତ୍ରରେ ବି ବାଧାପ୍ରାପ୍ତ ହେଉଛି ପିଲାମାନଙ୍କର। ହଁ ହଁ ବହୁତ ବାଧା ହେଉଛି। ଏଥିପ୍ରତି କାହାକୁ ଅଭିଯୋଗ ଜଣାଇଥିଲେ କି? ଅଭିଯୋଗ ତ ବାରମ୍ବାର ଜଣାହେଉଛି, ସେ ସବୁ ଆଉଛନ୍ତି କ'ଣ ଖୋଲାଖୋଲି କରି ନେଇଛନ୍ତି, ପୁଣି ଦେଖିଲା ବେଳକୁ ମାସ ହେବ ନାହିଁ ପୁଣି ଚାଲୁଛି। ଏଇଟା କ'ଣ ସରକାରୀ ସ୍ୱୀକୃତି ପ୍ରାପ୍ତ କଳ ନାଇଁ ନା ବେସରକାରୀ? ନାଇଁ ବେସରକାରୀ। ବେସରକାରୀ ଆଜ୍ଞା ଆଜ୍ଞା। ଅଭିଯୋଗ ବାରମ୍ବାର ଆପଣ କରିଛନ୍ତି, ହଁ। କିନ୍ତୁ ଏଥିପ୍ରତି କାହାର ପଦକ୍ଷେପ ନେବାର ନାହିଁ। ଆପଣ କ'ଣ କହିବେ ସରକାରଙ୍କୁ? ପ୍ରଥମତଃ କ'ଣ କହିବେ? କ'ଣ କହିବୁ, ସରକାର ଯେଉଁ ଆଇନ କରୁଛନ୍ତି ଯେ ଗଛ ଲଗାଅ, ଇଏ କର, ସିଏ କର, ଗଛ ସୁରକ୍ଷା କର, କିନ୍ତୁ ସେଇ ଗଛ କଟା ହେଉଛି। ଆମେ ଆଉ କହିବୁ କ'ଣ?